ଗ୍ରହଣ କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ମୁଁ ବରଗଡ଼ରେ ଏ ପୁରୁଣା କଟକରେ ଏ ଯେଉଁ ମଥୁରା କଟକରେ ଯାହା ଆପଣଙ୍କର ଆଦେଶ ହେବ ତାହା କରିବି। ମୋର ବନ୍ଧୁ ଅଶ୍ୱିନୀ ବାବୁ କହୁଥିଲେ ଯେ ଏ ଅଞ୍ଚଳରେ ବହୁତ ବନ୍ଧୁବାନ୍ଧବ ଅବିକା ଭର୍ତ୍ତି ହେଇକି ଅଛନ୍ତି। ସେମାନେ ରହିଯାଅ ଟିକେ ରହିଯାଅ ପ୍ରଶ୍ନ ମୁଁ କରିବି, ଉତ୍ତର ତମେ କରିବ। ଆଜ୍ଞା ବର୍ତ୍ତମାନ ଚାଲିଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଅସଂଖ୍ୟ ଭିଡ଼, କାହିଁକି ପ୍ରତ୍ୟେକ ଘରେ ସାରା ମଥୁରାରେ କୁଣିଆ ଭର୍ତ୍ତି ହେଇକି ଅଛନ୍ତି। ଆଜ୍ଞା ତେଣୁ ମଥୁରା ରାଜ୍ୟବାସୀ ସମସ୍ତଙ୍କ ସମ୍ମୁଖରେ ଏବଂ କଂସାସୁର ସମ୍ମୁଖରେ କହିଦିଅ ଏ ଯାତ୍ରା ପାଇଁ ଗୋଟାଏ ମାସର ଚାଉଳ ଅଧିକା ଦିଆଯିବ ବୋଲି। ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ ପ୍ରଭୁ, ଆପଣଙ୍କ ଆଜ୍ଞା ଅନୁଯାୟୀ ଗୋଟିଏ ମାସର ଚାଉଳ କାଲି ହିଁ ରିଲିଜ କରାଯିବ ସମସ୍ତଙ୍କ ରାସନ କାର୍ଡରେ। ଆପଣଙ୍କ ଧାର୍ଯ୍ୟ, ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ ପ୍ରଭୁ। ଦ୍ୱିତୀୟରେ ମୁଁ ବହୁତ ଦୁଃଖିତ, କାହିଁକି ଜାଣ, ମଥୁରା ରାଜ୍ୟରେ ଆଳୁର ରେଟ୍ ବଢ଼ି ଯାଇଛି। ତେଣୁ ମୋ କହିବା କଥା ବନ୍ଧୁ ଭାବରେ, ମୋ ମଥୁରା ରାଜ୍ୟରେ କିଭଳି ଭାବରେ ଆଳୁ ଚାଷ ହେବ ଏବଂ ଆଉ କ'ଣ ଆଳୁ ଚାଷ ହେଲେ କ'ଣ ଦରକାର, ଶୀତଳ ଭଣ୍ଡାର ନାହିଁ ମଥୁରା ରାଜ୍ୟରେ। ଆଜ୍ଞା ଯଦି ବଙ୍ଗାଳରୁ ଆଳୁ ଆସୁଛି ମଥୁରାକୁ, ମଥୁରାରୁ ଆଳୁ କାହିଁକି ଯିବ ନାହିଁ ବଙ୍ଗାଳକୁ? ଆଜ୍ଞା ତେଣୁ ଚାଷୀମାନେ ଚାହୁଁଛନ୍ତି, ମୋର ପ୍ରଜାମାନେ ଆଳୁ ଚାଷ ଏଠି ପ୍ରଚୁର ମାତ୍ରାରେ ହେବ ଏବଂ ଆମେ ବି ଦେଖାଇଦେବୁ ବଙ୍ଗାଳକୁ ଆଳୁ ଆମେ ବି ସପ୍ଲାଏ କରିବୁ। ମହାରାଜ, ଆପଣଙ୍କର ଆଦେଶକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ। ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧ ସିଂଦେଓ ଏ ବର୍ଷ 1,60,000 କୁଇଣ୍ଟାଲ ବିହନ ଆଳୁ ବିହନ ବଣ୍ଟନ କରିଛନ୍ତି। ତାଙ୍କ ହିସାବ ଅନୁଯାୟୀ ଯଦି ଏ ବର୍ଷ ପ୍ରଡକ୍ସନ୍ ଠିକ୍ ହୁଏ ତାହେଲେ 6 ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ପ୍ରଡକ୍ସନ୍ ହେବ। 6 ଲକ୍ଷ ଆଳୁ ପ୍ରଡକ୍ସନ୍ ଯଦି ହେବ, ଆମେ କେବେ ହେଲେ ଆଉ ୱେଷ୍ଟବେଙ୍ଗଲକୁ ହାତ ପତେଇବା ନାହିଁ, ଏ କଥା ସତ୍ୟ। ସେଥିପାଇଁ ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ କୋଲ୍ଡ ଷ୍ଟୋର୍ କରିବା ପାଇଁ ଆମ ସରକାର ଆପଣଙ୍କ ଆଦେଶରେ କାର୍ଯ୍ୟ କରୁଛି। ଏ ବର୍ଷେ ଭିତରେ ବୋଧେ କୋଲ୍ଡ ଷ୍ଟୋର୍ ମଧ୍ୟ ହେଇଯିବ। ତେଣୁ ଆଳୁ ବାବଦରେ ରାଜ୍ୟକୁ ସ୍ୱୟଂସମ୍ପୂର୍ଣ୍ଣ କରିବା ପାଇଁ ଆମେ ପୁରା କର୍ତ୍ତବ୍ୟରତ। ତେଣୁ ଆଉ ମଥୁରା କଟକରେ ଆଳୁର ରେଟ୍ ବଢ଼ିବ ନାହିଁ କିମ୍ବା ଆଳୁ ଅଭାବ ରହିବ ନାହିଁ। ମଣିମାଙ୍କୁ ମୁଁ ଏ କଥା ଜଣେଇ ଦେବାକୁ ଚାହେଁ। क्या बात बंधु, एंता ठन ठन कथा कहले मते केतनी केते उसत लागसी।